ପ୍ରାଚୀନ ପ୍ରକୃତି ଓ ପ୍ରାକୃତିକ ଶୋଭାରେ ମଣ୍ଡିତ ଆମ ରାଜ୍ୟ। ଏହା ସହ ଭରପୁର କଳାରେ ସମୃଦ୍ଧ ଏହି ସଂସ୍କୃତିରେ ରୁଦ୍ଧିମନ୍ତ ରାଜ୍ୟ। ନିଆରା ଲଳିତ କଳା ଓ ଉପଯୋଗୀ କଳାର ନିଦର୍ଶନ ଏଠାକାର କଳା ଓ ସଂସ୍କୃତି। ପ୍ରତି କୋଣ ଅନୁକୋଣରେ ଲୋକକଳାର ଝଲକ। ମନ୍ଦିର ଗାତ୍ରରେ ସତେଜ କରି ଗୁଞ୍ଜରିତ ଶିଳ୍ପୀର ନିହାଣର ଶବ୍ଦ। ଜୀବନ୍ତ ରହିଛି ସମୃଦ୍ଧ କିମ୍ବଦନ୍ତୀ ଓ ଇତିହାସର କଥା। ଏହା ସହ ଚିତ୍ରକଳା, ପଟ୍ଟଚିତ୍ର, ହସ୍ତକଳା, ହସ୍ତଶିଳ୍ପଠାରୁ ଆରମ୍ଭ କରି ନୃତ୍ୟ ସଙ୍ଗୀତ ଦ୍ୱାରା ରୁଦ୍ଧିମନ୍ତ ଆମର ଉତ୍କଳୀୟ କଳା ସଂସ୍କୃତି। ବର୍ଷ ବର୍ଷ ଧରି ଚଳି ଆସୁଥିବା ଲୋକକଳା ପ୍ରତି ବିପଦ ଆସିଛି। ଆସିଛି ଅନେକ ଝଡ଼ ଝଞ୍ଜା। ଏହା ସତ୍ତ୍ୱେ ଆଗେଇ ଚାଲିଛି ଆମ ଲୋକସଙ୍ଗୀତ ଓ ଲୋକନୃତ୍ୟ।